ସେତିକିବେଳେ ଆପଣ ଦେଖିବେ ଯାଜପୁର ନେତା ସମସ୍ତଙ୍କୁ ଚକଟୁଥିଲେ ସାରା ଓଡ଼ିଶାରେ। କାହିଁକିନା ସମସ୍ତେ ଯାହାକୁ ଅନେଇ ଦେବୁ ସେ ପାୱାରଫୁଲ୍। କ୍ଷମତାରୁ 18 ମାସ ଯାଇନି, ତେମେ ସବୁ ଏମିତି ସଂଗଠନ କରିଦେଲ 18 ମାସ ଭିତରେ ଲିକୁ ସାହୁ, ଅମର ନାୟକ, ଆକାଶ ଦାସ ନାୟକ ଭଳି ନେତା ତମକୁ ପୋଛି ନେଇକି ପଳାଉଛନ୍ତି। ମୁଁ କହୁଥିଲି ୱାର୍ଡ଼ ମେମ୍ବର ପଳେଇବ ଚଳିବ, ଗୋଟେ ସରପଞ୍ଚ ପଳେଇବ ଲୋଭରେ ପଳେଇବ, ଗୋଟେ ସମିଶୟ ପଳେଇବ, ତୁମର ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ପଳାଉଛନ୍ତି। ମୁଁ କହିବି ଯାଜପୁରରେ ଦଳ ବିରୋଧୀ କାର୍ଯ୍ୟ ଯଦି କିଏ କରୁଥାନ୍ତି, ବବି ଦାସ, ଡାନି ଘଡ଼େଇ, ଜିତୁ ବଳବନ୍ତରା, ପ୍ରମିଳା ମଲ୍ଲିକଠୁ ଆରମ୍ଭ କରିକି ବାକି ତକ ଯେତକ ନେତା ଯେ ଆମ ପାଇଁ କର୍ମୀ ମାନେ ହେୟାର, ତେଣୁ ଆମେ କାହାକୁ କରିବୁନି କେୟାର। ତେଣୁ ନବୀନ ବାବୁ ଆଉ ସେ ଯେଉଁ କେତେ ଦଳରୁ ବାହାର କରିବେ, କମ୍ବଳ ସାରା ବାଳ, ବିଶ୍ୱାସଘାତକ ଦୁର୍ନୀତିଗ୍ରସ୍ତ କଥା କହିକି ଯଦି ଦଳରୁ ବାହାର କରି ଚାଲିବେ ଏ ତ ଭାଡ଼ି ଖାଲି ହେଇଯିବ ତାଙ୍କ। ଆମର ଓଡ଼ିଆରେ ଗୋଟେ କଥା ଅଛି, ବାଟିଏ ଚାଷ ନୀତି ଉପାସ। ଯାଜପୁରରେ ଆଜ୍ଞା ବାଟି ବାଟି ଚାଷ ବିଜେଡ଼ିର। ବିଜେଡ଼ି ହେଉଛି ଯାଜପୁରର ମାନେ ଗୋଟେ ଦୁର୍ଗ ଥିଲା ଏବଂ ସେଠି ସବୁ ବଡ଼ ବଡ଼ ନେତା ଯାହାଙ୍କ ଦେହରେ ହାତ ମାରିଦେବୁ ସେମାନେ ସବୁ ନାଲିବତୀ। ଆପଣ ବବି ଦାସ ନାଲିବତୀ ପାୱାରରେ ଥିଲେ, ପୁଣି ଦଳ ଚଳାଉଥିଲେ। ଆପଣଙ୍କର ପ୍ରମିଳା ମଲ୍ଲିକ ନାଲିବତୀ ଥିଲେ, ଡାନି ଘଡ଼େଇ ନାଲିବତୀ ଥିଲେ। ସେତିକିବେଳେ ଆପଣ ଦେଖିବେ ଯାଜପୁର ନେତା ସମସ୍ତଙ୍କୁ ଚକଟୁଥିଲେ ସାରା ଓଡ଼ିଶାରେ। କାହିଁକିନା ସମସ୍ତେ ଯାହାକୁ ଅନେଇ ଦେବୁ ସେ ପାୱାରଫୁଲ୍। ଆଉ ସମସ୍ତେ କହୁଥିଲେ ଆମଠୁ ଆଉ ଦକ୍ଷ ସଂଗଠକ ଓଡ଼ିଶା ସାରା ନାହାନ୍ତି। କିନ୍ତୁ ଆପଣ ଫଳାଫଳ କ'ଣ ହେଲା? 18 ମାସ ସରକାର ଯାଇନି, କ୍ଷମତାରୁ 18 ମାସ ଯାଇନି, ତେମେ ସବୁ ଏମିତି ସଂଗଠନ କରିଦେଲ 18 ମାସ ଭିତରେ ଲିକୁ ସାହୁ, ଅମର ନାୟକ, ଆକାଶ ଦାସ ନାୟକ ଭଳି ନେତା। ଲିକୁ ସାହୁ ପ୍ରଥମ ଥର ପାଇଁ ଆପଣ ଦେଖିଦେବେ ବିଧାୟକ ହେଇଛନ୍ତି, ଅମର ନାୟକ ପ୍ରଥମ ଥର ପାଇଁ ବିଧାୟକ ହେଇଛନ୍ତି ଏବଂ ଆକାଶ ଦାସ ଦ୍ୱିତୀୟ ଥର ପାଇଁ ବିଧାୟକ ହେଇଛନ୍ତି। ସେମାନେ ଏମିତି ବି ସିନିୟର ନେତା ନୁହନ୍ତି। ତେମେ ସବୁ ବଡ଼ ବଡ଼ ନେତା ପରା, କେତେ କେତେ ଥର ଜିତିଲଣି, ତମକୁ ପୋଛି ନେଇକି ପଳାଉଛନ୍ତି। କେତେ ଜଣ ଗାଲୁ ପେଲୁଛନ୍ତି, କହୁଛନ୍ତି ଆଜ୍ଞା ସେମାନେ ସବୁ ଅଳିଆ ଥିଲେ, ଏ ଅଳିଆ ହଟିଗଲେ ଭଲ ହେଲା ଏବଂ ଏମାନେ ସବୁ କ୍ଷମତା ଲୋଭୀ। ମୋର ଗୋଟିଏ ପ୍ରଶ୍ନ, ବବି ଦାସଙ୍କୁ, ଡାନି ଘଡ଼େଇଙ୍କୁ, ଜିତୁ ବଳବନ୍ତରାଙ୍କ କଥା କହିବାନି, ଭାରି କଷ୍ଟରେ ଅଛନ୍ତି ବର୍ତ୍ତମାନ ଲିକୁ ସାହୁଙ୍କର ତାଡ଼ନାରେ, ତେଣୁ ତାଙ୍କୁ ଆଉ ମୁଁ କଷ୍ଟ ଦେବାକୁ ଚାହୁଁନାହିଁ। ମୋର ବବି ଦାସ, ଡାନି ଘଡ଼େଇଙ୍କୁ ପ୍ରଶ୍ନ, ଆପଣଙ୍କ କନଷ୍ଟିଚ୍ୟୁଏନ୍ସିରୁ ନେତା କାହିଁକି ଗଲେ? ଗୋଟେ ଜିଲ୍ଲା ପରିଷଦ ଯିଏ ହୁଏ ସେ ଗୋଟେ ସାଧାରଣ ନେତା ହୁଏ କି? ଆପଣ ଦେଖନ୍ତୁ ଗାଁ ଗହଳିରେ, ଆପଣଙ୍କୁ ଖାଲି ବୁଝାଇ ଦେଉଛି ଦର୍ଶକ ବନ୍ଧୁ, ଆମେ ଗାଁ ଗହଳିରେ ଟିକେ କମ୍ ଜୋଇରା ନେତା ହେଇଥିଲେ ୱାର୍ଡ଼ ମେମ୍ବର, ଆଉ ଟିକେ ଟାଣୁଆ ନେତା ହେଇଥିଲେ ସେ ଠିଆନ୍ତି ସରପଞ୍ଚ ନହେଲେ ସମିତି ସଭ୍ୟ, ତାଙ୍କଠୁ ଟିକେ ଟାଣୁଆ ନେତା ହେଇଥିଲେ ବ୍ଲକ ଚେୟାରମ୍ୟାନ୍, ଆଉ ଟିକେ ଟାଣୁଆ ନେତା ହେଇଥିଲେ ଜିଲ୍ଲା ପରିଷଦ, ତାଙ୍କଠୁ ଟିକେ ଟାଣୁଆ ହେଇଥିଲେ ଜିଲ୍ଲା ପରିଷଦ ଚେୟାରମ୍ୟାନ୍। ମାନେ ଯେଉଁମାନେ ସେଇ ନେତାଙ୍କର ମାନେ ପଞ୍ଚାୟତ ବୁଝନ୍ତି, ଜୋନ୍ ବୁଝନ୍ତି, ବ୍ଲକ ବୁଝନ୍ତି, ସେଇମାନେ ଅତି ପାଖ ଲୋକ ହେଇଥିଲେ ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ହୁଅନ୍ତି, ଅତି ପାଖ ଲୋକ ହେଇଥିଲେ ବ୍ଲକ ଚେୟାରମ୍ୟାନ୍ ହୁଅନ୍ତି। ମୁଁ କହୁଥିଲି ୱାର୍ଡ଼ ମେମ୍ବର ପଳେଇବ ଚଳିବ, ଗୋଟେ ସରପଞ୍ଚ ପଳେଇବ ଲୋଭରେ ପଳେଇବ, ଗୋଟେ ସମିଶୟ ପଳେଇବ, ତୁମର ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ପଳାଉଛନ୍ତି। କାହିଁକି ଗଲେ? ତମ ଉପରେ ତାଙ୍କର ବି ଆସ୍ଥା ନାହିଁ। ହିସାବ କରନ୍ତୁ, ଯେଉଁ ଜିଲ୍ଲା ପରିଷଦ ଚେୟାରମ୍ୟାନ୍ଟାକୁ ପ୍ରଥମେ ଟିକେଟ୍ ଦିଆହେଲା, ଏଡ଼େ ବଡ଼ ପତିଆର ପାୱାରଫୁଲ୍ ଦିଆହେଲା, ସେ ବବିଙ୍କଠୁ କି ଡାନିଠୁ ଏତେ ପାଇଲା ପରେ ଯେତେବେଳେ ଛାଡ଼ିଛନ୍ତି, ତାମାନେ ତମ ଉପରେ ତାଙ୍କର ଆସ୍ଥା ନାହିଁ। ଯେତେବେଳେ ବଡ଼ ନେତାଙ୍କର ତମ ଉପରେ ଆସ୍ଥା ନାହିଁ, ସେତେବେଳେ ସାଧାରଣ କର୍ମୀଙ୍କର ଆସ୍ଥା ଥବ ବୋଲି ଆପଣ ଭାବୁଛନ୍ତି? ତେଣୁ ମୁଁ କହୁଛି ନବୀନ ବାବୁ ବର୍ତ୍ତମାନ ଯେଉଁ ବିଧାୟକ ଦଳର ବୈଠକ ଡାକୁନାହାନ୍ତି 8-10 ଜଣିଆ 10 ଜଣିଆ, ସସ୍ପେଣ୍ଡ କରିଦେଲେ କାହାକୁ, ସନା ମହାକୁଡ଼କୁ, ଅରବିନ୍ଦ ମହାପାତ୍ରଙ୍କୁ, କ'ଣ ନା ଦଳ ବିରୋଧୀ କାର୍ଯ୍ୟ। ମୁଁ କହିବି ଯାଜପୁରରେ ଦଳ ବିରୋଧୀ କାର୍ଯ୍ୟ ଯଦି କିଏ କରୁଥାନ୍ତି, ବବି ଦାସ, ଡାନି ଘଡ଼େଇ, ଜିତୁ ବଳବନ୍ତରା, ପ୍ରମିଳା ମଲ୍ଲିକଠୁ ଆରମ୍ଭ କରିକି ବାକି ତକ ଯେତକ ନେତା। ଏବଂ ସେଥିପାଇଁ ପାଣ୍ଡିଆନ ଦାୟୀ ହେବେ। ବର୍ଷାକୁ କିଏ ଟିକେଟ୍ ଦେଲା ସେଠି ନେଇକି? ଆରେ ସେ ସଂଗଠନ ନେତା, ତେମେ କାହିଁ ଦେଇଥିଲ ଯେ ଆମ ପାଇଁ କର୍ମୀ ମାନେ ହେୟାର, ତେଣୁ ଆମେ କାହାକୁ କରିବୁନି କେୟାର। ସେଥିପାଇଁ ମନ ଇଚ୍ଛା ପ୍ରାର୍ଥୀ ଦେଲେ। ବର୍ତ୍ତମାନ ତୁମର ଗଉଁ ଯାଜପୁର ଲୋକ ତୁମର ଗଉଁ ଭାଙ୍ଗିଦେଲେ କି ନାହିଁ? ଯଦି ତେଣୁ ଏଥର ମୁଁ କହୁଛି ନବୀନ ପଟ୍ଟନାୟକ ତୁରନ୍ତ ଡାକନ୍ତୁ ଯାଜପୁରର ଗୋଟେ ଟିମ୍ କି, ବଡ଼ ନେତାଙ୍କର ମାନେ ଯଦି ଯାଜପୁର ବବି ଦାସ କ'ଣ କହୁଛନ୍ତି ରାଜ୍ୟସ୍ତରୀୟ ହେବେ, ବିଜେଡ଼ିର ଦାୟିତ୍ୱ ନେବେ, ଆପଣ ଚର୍ଚ୍ଚା କରୁଛନ୍ତି। କୋରେଇ ଜଗି ପାରୁନ, ଆପଣ ରାଜ୍ୟସ୍ତରୀୟ ନେତା ହେବେ, ସେଠି ଆପଣଙ୍କର ଯାହାକୁ ହାତ ଧରିକି ନେତା କରିଦେଲେ ସିଏ ପଳାଉଛି, ଆପଣ କହିବେ ମୁଁ ରାଜ୍ୟ ଚଳିବି? ମାନେ ଗୋଟେ ବିଜେଡ଼ି ନେତାଙ୍କ ମନରେ ଏ ପ୍ରଶ୍ନ ଆଜ୍ଞା ଉଠୁଛି। ନବୀନ ପଟ୍ଟନାୟକ ପ୍ରଥମେ ଏମାନଙ୍କୁ ଡାକିକି କାହାକୁ ସସ୍ପେଣ୍ଡ କରନ୍ତୁ, ଯେ ତାହେଲେ ତେମେ ମାନେ ହିଁ ଦାୟୀ
एत अपारग थल मंत्री करैली एत पावरफुल करैली तथापि कर्मी को तुम रखिपाइलनि जो 51टा बाद आउ बाकी तक जो जगार हारी जाइए किए से विजु जनता दल सेठी से दल के संभाल कहले तेणु नवीन बाबू आउ से जो केते दलरू बाहर करेंगे कंबल सारा बाल विश्वासघातक दुर्नीतिग्रस्त कथा कहीकि जदि दलरू बाहर कर चलिए ये तो भाड़ी खाली हो।